ଧୋକା ଦେଲେ ସେ ପୁଅଟା କ'ଣ ଏତେ ନିକୃଷ୍ଟ ଯେ ଧୋକା ଦେଲେ ସେ ଜାଣିପାରୁନି। ଯେଉଁମାନଙ୍କ ସଂସ୍କାର ଆଉ ବୁନିୟାଦି ଛୋଟରୁ ଭଲ ସଂସ୍କାରରେ ବଡ଼ ହେଇଥିବେ, ଆଭିଜାତ୍ୟ ଥିବ, ସେମାନେ ଏଇ ଗଲତ କାମ କେବେ କରିବେନି। ଯେତେବେଳେ ଝିଅଟି ରାଗିଯାଏ ସେତେବେଳେ ଦୁର୍ଗା ଆଉ କାଳୀ ସାଜେ। ଆଗରୁ ପୁଅ ମାନେ ଝିଅକୁ ଫସାଉଥିଲେ, ଏବେ ଝିଅ ମାନେ ପୁଅକୁ ଫସାଉ। ଆଜ୍ଞା, ଦେଖୁଛନ୍ତି ଯେଉଁ ପୁଅ ଘରେ ପ୍ରପର୍ଟି ସବୁ କିଛି ଅଛି, କୌଣସି ମତେ ୟାକୁ ଫସେଇ ଦେଲେ ସିଏ ଅନ୍ତତ ଶାନ୍ତିରେ ରହିବ, ତାକୁ ବାକି ଜୀବନ ଭାବିବାକୁ ପଡ଼ିବନି। କିନ୍ତୁ ସବୁ ଝିଅମାନେ ସମାନ ନୁହନ୍ତି। କେତେ ଝିଅ ସତରେ ବି ଭଲ ପାଇକିରି ବାହା ପରେ ସ୍ୱାମୀର ଯତ୍ନ ନିଅନ୍ତି, ଏମିତି ମୁଁ ଆଖିରେ ଦେଖିଛି। ଆଉ ପୁଅମାନଙ୍କର ବି ଦୋଷ ଅଛି। ପୁଅମାନଙ୍କୁ ଫସେଇ ଦେଲେ ଯେ ଫସିଯିବେ ଇଏ ନାହିଁ। ପୁଅମାନେ ବି ଦୃଢ଼ ଇଏ ହେବା କଥା ଯେ ବାପା ମା ଛୋଟରୁ ବଡ଼ କରିଛନ୍ତି, ମଣିଷ କରିଛନ୍ତି, ତାଙ୍କ ଇଚ୍ଛାରେ ମୁଁ ବାହା ହେବି, ସେକୁ ଆଉ ଅପେକ୍ଷା କରୁନାହାନ୍ତି। କିନ୍ତୁ ବହୁତ ପୁଅ ଅଛନ୍ତି ତାଙ୍କ ମା ବାପାର ସମ୍ମାନକୁ ତଳେ ପକାଇ ଦିଅନ୍ତିନି। ଆଗରୁ ପୁଅ ଝିଅକୁ ଭଲ ପାଉଥିଲା, ଏବେ ଝିଅ ପୁଅକୁ ଭଲ ପାଇଲେ। ଆଗେ ପ୍ରଥମ ପ୍ରେମ କଲେ, ତାପରେ ଟଙ୍କା ଲୁଟିଲେ, ତାପରେ ତାଙ୍କୁ ଧୋକା ଦେଲେ। ଆଜ୍ଞା, ଟଙ୍କା ଲୁଟିଲେ କି ତାକୁ ପ୍ରେମ କଲେ, ସବୁ କଥା ଧୋକା ଦେଲେ। ସେ ପୁଅଟା କ'ଣ ଏତେ ନିକୃଷ୍ଟ ଯେ ଧୋକା ଦେଲେ ସେ ଜାଣିପାରୁନି। ଗୋଟେ ଝିଅ ସାଙ୍ଗରେ ଶାରୀରିକ ସମ୍ପର୍କ, ଗୋଟେ ଝିଅକୁ ଦେବା ଆଣିବା, ଝିଅଟି ତା ପାଖରେ ରହିଲା, କିଛି ପୁଅଟା ଜାଣିପାରିଲାନି, ଝିଅଟା ଲୁଟି ନେଇକି ପଳେଇଲା। ଗୋଟେ ପୁଅ ଝିଅକୁ ଦେଖିଲେ ପାଗଳ ହେଇଯାଏ, ଖୁଲମ ଦେଖିଲେ ପୁରା ପାଗଳ ହେଇଯାଏ। ସେ ମାନସିକ ମାନେ ସେଗୁଡ଼ା ମାନସିକ ବିକୃତ ପୁଅମାନେ ଅଛନ୍ତି, ପୁଅ ବି ଅଛନ୍ତି ମାନସିକ ବିକୃତ। ଝିଅମାନଙ୍କୁ ଦେଖିଲେ ଲାଳ ଗଡ଼େ, ଝିଅମାନେ ବି ଅଛନ୍ତି ସୁନ୍ଦର, ପୁଅମାନଙ୍କୁ ଦେଖିଲେ ତାଙ୍କର ବି ଚାହିଦା ବଢ଼ିଯାଏ ଯେ କାଳେ ମୁଁ ଏମିତିଟେ ପାଆନ୍ତି କି। ସେଇଟା ପରିପୂରକ। ଜଣଙ୍କର ଦୁଇ ଜଣ ସମାନ। କିନ୍ତୁ ଯେଉଁମାନଙ୍କ ସଂସ୍କାର ଆଉ ବୁନିୟାଦି ଛୋଟରୁ ଭଲ ସଂସ୍କାରରେ ବଡ଼ ହେଇଥିବେ, ଆଭିଜାତ୍ୟ ଥିବ, ସେମାନେ ଏଇ ଗଲତ କାମ କେବେ କରିବେନି। ଝିଅମାନେ ବର୍ତ୍ତମାନ ଲୁଟିଲେନି। ବର୍ତ୍ତମାନ ଝିଅମାନେ ଘରେ ଯାଇକି ମାନେ ଲୁଟୁଛନ୍ତି, ଟଙ୍କା ଲୁଟୁଛନ୍ତି, ଧମକଉଛନ୍ତି, ଟଙ୍କା ଲୁଟୁଛନ୍ତି। ଝିଅ ଗୁଣ୍ଡାଗିରି କରୁଛନ୍ତି। ବର୍ତ୍ତମାନ ଭୁବନେଶ୍ୱର ଟାଉନରେ ଝିଅ ଗୁଣ୍ଡାଗିରି ରାଜ କଲାନି ବର୍ତ୍ତମାନ। ଆଜ୍ଞା, ଝିଅମାନଙ୍କୁ ଅଗ୍ରତି ଅଧିକାର ଦିଆହେଇଛି। ଆଉ ଝିଅମାନଙ୍କର ଯେଉଁ ମହିଷାମର୍ଦିନୀ ଦୁର୍ଗା ରୂପ ଅଛି, କାଳୀ ରୂପ ଅଛି, ଆ ଭିତରୁ ଗୋଟେ ରୂପ ଦେଖନ୍ତୁ। ଝିଅମାନଙ୍କର ପାୱାର ଅଛି, ସେଇପାଇଁ ସେମାନେ ଯେଉଁଠି ବି ଠିଆ ହେବେ। ମୁଁ ବହୁତ ଝିଅଙ୍କୁ ଦେଖି କହିଛି, ଆରେ ମୁଁ କାଳେ ତୋ ଭଳି ହେଇଯାଆନ୍ତି, ତୋ ପରି ହୁଅନ୍ତି ଯଦି ମୁଁ ଜଣକୁ ଡରେଇ ପାରନ୍ତି। ମୋତେ ତ ଡରୁନି ବୋଲି ଯେତେବେଳେ ଯାହାକୁ ସାହାଯ୍ୟ କରିଛି ମାନେ ପଇସା ଲୁଟି ନେଇଛନ୍ତି। ଝିଅର କେତେ ରୂପ, ବହୁତ ରୂପ। ଝିଅମାନଙ୍କର ମୋହିନୀ ରୂପ ସର୍ବଶ୍ରେଷ୍ଠ। ମୋହିତ କରିବାକୁ ଜାଣିଛନ୍ତି। ଦୁର୍ଗା ରୂପ, କାଳୀ ରୂପ, ଦଶଭୁଜା ରୂପ, ଆଉ ସ୍ନେହ ମମତାମୟୀ ମା ବି ରୂପ ଗୋଟେ। ସେତେବେଳେ ସ୍ନେହ ମମତାମୟୀ ମା'ର ରୂପ ସବୁଠୁ ସୁନ୍ଦର ଆଉ ସବୁଠୁ ଭଲ। ଆଉ ଯେତେବେଳେ ଝିଅଟି ରାଗିଯାଏ ସେତେବେଳେ ଦୁର୍ଗା ଆଉ କାଳୀ ସାଜେ, ଆଉ ଯେତେବେଳେ ଆଦାୟ କରିବାକୁ ଯାଏ ସେତେବେଳେ ଲେଡି ଡନ୍ ସାଜେ।